ନିହାତି ଭାବେ ବଡ ଦୁଃଖ ଏବଂ ପରିତାପର ବିଷୟ ସହିତ ତାଙ୍କର ଝିଅ ସୁଧୀର କହୁଥିଲେ। ଆମ ସହିତ ସୁଧୀରଙ୍କ ମା ମଧ୍ୟ ଯୋଡି ହେଇଛନ୍ତି ଆଲୋଚନା କରିବା। ମା ନିଜର ଦୁଇ ପୁଅକୁ ହରେଇଲେ, ଆଉ ବଡ ପୁଅର ଝିଅ ଆଉ ପୁଅ ହିଁ ମାରୁଛନ୍ତି, ଏଭଳି ଶୁଣିବା ପରେ କେତେ ଦୁଃଖ ଲାଗେ? ଦଣ୍ଡ ତାଙ୍କୁ ଦେଇ କେମିତି ଫାଶୀ ଦଣ୍ଡ ଦିଆଯାଉ ଏ ଯୋଉ କୃତମ କରିଛନ୍ତି। ମୁଁ ଟିକେ ଭାବୁଛି ଯୋଉ ବାଡେଇ ବାଡେଇ ଯୋଉ ମୋ ପୁଅକୁ ମାରିଛନ୍ତି ତାଙ୍କ ଦେଇ କେମିତି ଦଣ୍ଡ ଦିଆଯାଉ, ଲୋକ ଦେଖେ ଫାଶୀ ଦଣ୍ଡ ଆଗା ନୁଡା ଆଉ କିଛି ନାହିଁ। ଆପଣ ଏମିତି ଭାବିଥିଲେ କି ତାଙ୍କେ ଯେତେବେଳେ ସୁଧୀର ଥିଲେ ପିଲାବେଳେ କେମିତି ଲାଳନ ପାଳନ କରୁଥିଲେ? ଏମିତି କେବେ ମାଡଳ କଳିଦଣ୍ଡ ମୁଁ ଜାଣିନି। ରାମ ଲକ୍ଷ୍ମଣ ପରେ ଥିଲେ ପୁଅ ହେଲେ କର୍ମ କରିବେଲି ମୁଁ ଜାଣିନି। ବେଲି ଜାଣିନି ତ ସବୁ ତାର ମାମୁଁ ମାର କଥାରେ ନାତି ନାତୁଣୀ ଫସି ହେଇଛନ୍ତି। ମାମୁଁ ମା ହଉଛନ୍ତି ମେନ୍ ଲୋକ, ତାର ମାମୁଁ। ଏବେ କଣ କହିବେ? କେତେ ଯେହେତୁ ବର୍ତ୍ତମାନ ଘଟଣା ହଉଛି, ଆପଣ କେବେ ଅନୁମାନ କରୁଥିଲେ କି ଘର ଲୋକ ହିଁ? ନାଇଁ ମତେ ତ କିଛି ଆଉ ଜାଣିନି। ଘର ଲୋକ କହିଲି ପୋଲିସ କହିଲୁ ମୁଁ ଜାଣିନି ଘର ଲୋକ କିଏ ଏମିତି କରିବ ବୋଲି ଭାବିଥିଲି। ନାତି ନାତୁଣୀ କର୍ମ କରିଛନ୍ତି ସବୁ ମେନ୍ ଲୋକ, ତାର ମାମୁଁ ପଡିଲେ ସବୁ ଧରା ପଡିଯିବ। ମାମୁଁ ମା କଣ କାରଣ ହେଇଥାଇପାରେ? ମା କେତେ କିଛି କାରଣ ନାହିଁ, କିଛି କାରଣ ନାହିଁ। କେବେ କଳି କଜିଆ ହେଇପାରେ ମୁଁ କେବେ ଜାଣିନି। ମୋର ରାମ ଲକ୍ଷ୍ମଣ ପରେ ପୁଅ ଥିଲେ ତ କରିଛନ୍ତି କୁତମ ପର କଥା ଶୁଣି ନାତି ନାତୁଣୀ ପଶିଛନ୍ତି। ନିଜ ମାମୁଁର ଶଙ୍କୁନି ହେଉଛି ତାର ମାମୁଁ, ମାମୁଁ ମା ତ କଳ୍ପନା କରି ଫସେଇଛନ୍ତି। ଆପଣ ଦାବି କରିକି ତା ମାମୁଁ ମଧ୍ୟ ତଦନ୍ତ ପରିସରଭୁକ୍ତ ଅଣାଯାଉ, ମାମୁଁଙ୍କୁ ତଦନ୍ତ କରାଯାଉ। ମୁଁ ତ କହୁଛି କି ଅଘୋର ଦଣ୍ଡ ଦିଅନ୍ତୁ, କେମିତି ତା ମାମୁଁ ମା ପଡିଲେ ସବୁ ଧରା ପଡିଯିବ କିଏ କର୍ମ କରି। ସମ୍ପତ୍ତି ଭାଗ ବଣ୍ଟା ହଉ ଅଥବା ବିବାହ ନିବେଦିତାଙ୍କର ଅନ୍ୟତ୍ର ବିବାହ ପାଇଁ ହେଲି ସୁଧୀର କେବେ ମନା କିଛି ନାହିଁ, କେବେ କିଛି ମାଡ଼ଳ କଳିଦଣ୍ଡ ଏସବୁ କେବେ କିଛି ହେଇନି। ଏଟା ପର କଥାରେ ନାଶ ହେଇଛନ୍ତି। ନାତୁଣୀ ନାତି ଏତ କର୍ମ କରିଛନ୍ତି। ସମ୍ପତ୍ତି ପାଇଁ ନା କଣ? ସମ୍ପତ୍ତି ପାଇଁ ତ ସମ୍ପତ୍ତି ଅଛି, ଏବେ ତ ପରେ ବାଣ୍ଟି ଦେଇ ବୋଲି ବୋଲୁଥିଲୁ। ସମ୍ପତ୍ତି ପାଇଁ କେବେ କଳି ଝଗଡା କେବେ ହେଇନାହାନ୍ତି ଆଜ୍ଞା। କାରଣ ତାଙ୍କ ପର କଥାରେ ଭାସିଲେ ତା ମାମୁଁ ଘର ଭାଙ୍ଗିଗଲି ପାଞ୍ଚ ଥିଲା, ମାମୁଁ ନାଟରେ ଫସିଛନ୍ତି ପିଲାମାନେ। ସବୁ ନାଟ ହଉଛି ମାମୁଁ ତା ମା। ମୃତ୍ୟୁ ଦଣ୍ଡ ଆଜ୍ଞା, ଅଘୋର ଦଣ୍ଡ, କିନ୍ତୁ ମୃତ୍ୟୁ ଦଣ୍ଡ ଦିଆ ଆଗା ଯାଉ। ମତେ ସେତିକି ଆଜ୍ଞା, ଯୋଉ ବାଡେଇ ବାଡେଇ ଯୋଉ ମୋ ପିଲାକୁ ମାରତେ ଦିଏ କର୍ମରେ ତାଙ୍କ ଦେଇ କେମିତି ଫାଶୀ ଦଣ୍ଡ ଦିଆଯାଉ। ଶୁଣୁଥିଲେ ମା ସୁଧୀରଙ୍କ ମା ଥିଲେ, କାନ୍ଦି କାନ୍ଦି ଦୁଃଖର ସହିତ କହୁଛନ୍ତି ଯୋଉମାନେ ନିଜ ରକ୍ତର ହେଇଥିଲେ ତାଙ୍କୁ ପିଲାଦିନେ ମଧ୍ୟ ସୁଧୀର ଲାଳନ ପାଳନ କରିଥିଲେ, ବୁଲେଇ ନଉଥିଲେ ଯାତ୍ରା, କିନ୍ତୁ ସେମାନଙ୍କୁ ହିଁ ସୁଧୀରଙ୍କୁ ହିଁ ଏଭଳି ଭାବେ ନିବେଦିତା ଏବଂ ତୁଷାର ଷଡ଼ଯନ୍ତ୍ର କରି ଯେଭଳି ଭାବେ ହତ୍ୟା କରୁଛନ୍ତି, ତାଙ୍କୁ ମଧ୍ୟ ଉଚିତ ଦଣ୍ଡବିଧାନ କରାଯାଉ ବୋଲି ମଧ୍ୟ ତାଙ୍କର ମା ଏବଂ ଯିଏ ରହିଛନ୍ତି ସୁଧୀରଙ୍କ ଝିଅ ସେଭଳି ମଧ୍ୟ ଦାବି କରୁଛନ୍ତି।